ଭାଇ ମୋର ଗୋଟେ ସାଙ୍ଗ ଅଛି, ତାର ନାଳୁଆ ଦୋଷ ପ୍ରବଳ। ମାନେ ଝିଅ ଦେଖିଲେ କି ସେଥିପାଇଁ ତା ସ୍ତ୍ରୀ ସହିତ ତାର ପ୍ରାୟ ଟାଇମ୍ ଝଗଡ଼ା ହୁଏ। କ'ଣ କରିବ, ମାଇକିନା ଜାତି ସମ୍ଭାଳି ପାରେ ନାହିଁ। ସେ କଥା ଶୁଣିକି ମୋତେ ଭଲ ଲାଗେ ନାହିଁ। ମୁଁ ଚିନ୍ତା କଲି ନାଳୁଆକୁ ପାନେ ଦେବି, ନହେଲେ ହେବ ନାହିଁ। ଯୋଗକୁ ନୂଆ ସିମ୍ଟେ ଆଣିଥିଲି। ମୋବାଇଲରେ ଝିଅ ଭଏସ୍ କରିକି ନିଜେ ମୁଁ କଥା ହେଲି। ହ୍ୟାଲୋ ଡାର୍ଲିଂ, କ'ଣ କରୁଛ? ଏମିତି ଗୋପା ଗପିଲି, ସେ ସତକୁ ସତ ଧରି ନେଲା ଯେ ଏଟା ଝିଅଟା କଥା କହୁଛି। ଏତେ ଖୁସି ହେଇଗଲା, କହିଲା ଶାଳି ମାଇକିନାକୁ ଆଜିରୁ ଛାଡ଼ପତ୍ର ଦେବି କହିକି ଭାଇ ସାଇଲେନ୍ସରଟାକୁ ଚୁମା ଦେଇଦେଲା। ଆଉ ସାଇଲେନ୍ସରଟାକୁ ଯେମିତି ଚୁମା ଦେଇଛି, ସାଇଲେନ୍ସର ତାତିକି ଥିଲା। କ'ଣ ହେଇଥିବ ଆପଣମାନେ ଜାଣିପାରୁଥିବେ। ସିଧା ଯାଇକି ମେଡ଼ିକାଲ ସ୍କିନ୍ ଡିପାର୍ଟମେଣ୍ଟରେ। ମନଟା ଭାରି କଷ୍ଟ ହେଲା। ଯାହାହେଲେ ସାଙ୍ଗଟା ନା, ଏତେ ବାଟକୁ ସେ ପଳେଇବ ବୋଲି ମୁଁ କେବେ ଭାବିନଥିଲି। ଶୁଣିଥିଲି ଲଙ୍କା ପାଚିଲେ ରାଗ ପ୍ରବଳ, ଏଇଟା ପ୍ରମାଣ ହେଇଗଲା। ଆକ୍ଚୁଆଲି ସତ କଥା, ଯେତିକି ବୁଢ଼ା ହେବ ସେତିକି ଉତୁପାତ ହେବ ଆଜିକା ଡେଟ୍ରେ। ସେମିତି ହେଉଛି ନା ଦୁନିଆରେ? ଆପଣ ଜଣେଇବେ। ନାଳୁଆ ହେବେନି, ସମାଜକୁ ଦୁନିଆକୁ ଡରିବେ, ସୁଖରେ ରହିବେ।